हेलो एवरीवन, वेलकम टू ए न्यू वीडियो। तो आज भिडियोटा गोटे स्पेशल भिडियोटे जोटा पॉलिटिकल रिलेटेड मोर फास्ट पॉलिटिकल वीडियो मो लाइफ जो पॉलिटिकल चिंताधारा आज ये भिडियोटा बनवाई बाध्य कर कहीं ना प्रत्येक गोटे इंडिपेंडेंट लाइफ था और से इंडिपेंडेंट लाइफ ही पॉलिटिकल था आउ ये वीडियोटा हो ठीक से तो यहीटा गोटे फिलिंग वीडियो फिलिंग्स आउ दी प्रकार तो ये वीडियोटा बनइबार बहुत बड़ कारण रही कि जमती पाइबा जनक प्रति भल पाइबार वीडियोटा कि एठी वीडियोटा लास्ट रे से जन देखि साइला पर कमेंट सेक्शन में आसिक सदासदी करेंगे तो से मोर किसी जाँच नहीं कि कहले कौन करी तो तथापि मुझे भिडियोटी को बनाऊँच तो भिडियोटा एवं आरंभ करी तो भिडियोटा हूँ नवीन पट्टनायक उपरे कि जो लोक आम ओडावासी कौन न कर जन्मर मृत्यु अनेक सारा योजना जो योजना अन्य कौन राज्य अन्य कौन देश में एमती भी केवे है नथिबो जोटा आम ओडिशा रे हेइथिला तो से जगार अनेक लोग से विरोध करुले कि कौन कर नवीन पट्टनायक कौन कर नवीन पट्टनायक किसी करना ताहले मृत्यु जाए जो एत सारा योजना थिला तो से कौन आप कहीं उपकृत होना कि जिते गोटे पिला जन्म होता तो जन्म से जिते माँ गर्भरे थिला ताकू तार लालन पालन से नवीन सरकार देते ममता योजना रे आर्थिक सहायता से पिला को पढ़ाई जिते से पढ़ा जीवन आरंभ हो तो से केमती पढ़ो तापाई अनेक सुविधा कले सरकारी स्तर में से अनेक किसी कर आमपाई जो आम जो जाऊँ स्कूल तो मध्याह्न भोजन व्यवस्था तो एटा तो मध्याह्न भोजन तो बहुत आगुरी होटा को आम बाद देदेबा तो 5T आसला तो प्रति स्कूल को से चेंज करने को चाहिए 5T अंडर रे तो सेटा मध्य चेंज होगा गोटे मॉडल स्कूल भली आउ पिला माने जो माने टैलेंटेड अच्छा तो से आसला आदर्श जोटा सरकारी स्तर में एमती विद्यालय नथिबो ओडिशा सरकार को ये गोटे नुआ प्रयास CBSE पैटर्न पुणी ओडिशा सरकार द्वारा ये गोटे स्वतंत्र परिचय सृष्टि कर शिक्षा क्षेत्र में आउ 5T माध्यम प्रति स्कूल को रूपांतरीकरण करा जो मॉडर्न डिजाइन दि जाइथिला ये केवल नवीन पट्टनायक ही होता यूथ मानक एमती अनेक सारा योजना थिला जो थे अनेक सारा लोक बेनिफिट पाउथिले यातायात क्षेत्र में ठीक सेमती 5 टकार लक्ष्मी बस से भी निज ना निज दल ना विजु बाबू ना एमती कौन योजना भी करना सी लोकों हित लोकों अनेक गुड़ी योजना कर स्वास्थ्य क्षेत्र में आम मानकर स्वास्थ्य को लेकिन
ଗୋଟେ ଯେଉଁ ଚିନ୍ତା ଥିଲା ତାଙ୍କ ମନରେ, ସେଥିପାଇଁ ସିଏ ନିଜସ୍ୱ ରାଜ୍ୟ ସରକାରଙ୍କ ନିଜସ୍ୱ ବୀମା ଯେଉଁଟା ତିଆରି କରିଥିଲେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଯାହାଦ୍ୱାରା ଅନେକ ଗରିବ ଲୋକ ଉପକୃତ ହେଇଛନ୍ତି। ଆଉ ଥିଲା ଗୋଟେ ଗରିବ ଲୋକ ଖାଇବା କଥା, ପେଟର ଭୋକ ସିଏ ସେତେବେଳେ ବୁଝିଥିଲେ ଗୋଟେ ଗରିବର, କ'ଣ 5 ଟଙ୍କାରେ ଆହାର କେନ୍ଦ୍ର। ଟିକେ ମୁଁ ବି ସେଠି ଖାଇଛି। ଏଇଟା ଭାବୁଥିବେ କି ମୁଁ ଏଠି ଭିଡ଼ିଓ କରୁଛି ବୋଲି ଆପଣମାନଙ୍କୁ କହୁଛି କି ନାଇଁ, ଏଇଟା ଯେଉଁଟା ମୋ ରିଏଲ୍ ଲାଇଫ୍ର କଥା ମୁଁ ବି କହୁଛି। ମୁଁ 5 ଟଙ୍କାରେ ଖାଇଛି, 5 ଟଙ୍କା ବସ୍ରେ, ଲକ୍ଷ୍ମୀ ବସ୍ରେ ମୁଁ ଯାଇଛି। ଆଉ ସେ ଯେଉଁ 5 ଟଙ୍କାରେ ଖାଇବା ନା ଆଜ୍ଞା, ଗୋଟେ ଗରିବ ପେଟ ପୁରୁଥିଲା। ଅନେକ ଦିନ ନିର୍ବାଚନ ସରିବା ପରେ ତାକୁ ବନ୍ଦ କରିବା ପାଇଁ କଲେ। ପୁଣି ଯେଉଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଥିଲା, ଯେଉଁଥିରେ ଗରିବମାନେ ସ୍ୱାସ୍ଥ୍ୟ ସେବା ପାଉଥିଲେ, ଲୋକଙ୍କୁ ହଇରାଣ କଲେ। ଯେଉଁ ଏବେକାର ନୂଆ ସରକାର ଅଛନ୍ତି, ମୋହନ ବାବୁଙ୍କ ସରକାର, ତ ଏଠି ସେଇ ମୋହନ ବାବୁଙ୍କ ସରକାରକୁ ମୁଁ ଅନୁରୋଧ କରିବି କି ଏ ଭିଡ଼ିଓ ଜରିଆରେ ଯେମିତି ସେସବୁ ଯେଉଁ ନବୀନ ପଟ୍ଟନାୟକ ଯେଉଁ ଯୋଜନା ସବୁ କରିଥିଲେ, ସେଥିରେ ଯେମିତି କୌଣସି ଯୋଜନାକୁ ବନ୍ଦ କରାନଯାଉ। ତ ତାର ତ ଆପଣମାନେ ନାଁ ଚେଞ୍ଜ କରିଦେଲେ, ମୋହନ ସରକାର ନାଁ ଚେଞ୍ଜ କରିଦେଲେ, କିନ୍ତୁ ବନ୍ଦ ନ କରନ୍ତୁ। ତ ଏମିତି ଅନେକ ସାରା ଯୋଜନା ଯାହା ପୂର୍ବରୁ ଏ ସାଧାରଣ ମଣିଷମାନଙ୍କ ପାଇଁ ତିଆରି କରିଥିଲେ, ସେଇଟା ଏଇ ହୃଦୟରେ ଆଜ୍ଞା ରହିଛି, ଯେଉଁଟାକି କେବେ କୌଣସି ଲୋକ ତାକୁ ଭୁଲି ପାରିବେନି। ଆପଣ ଯେତେ ଚେଷ୍ଟା କଲେ ବି, ଯେତେ ରଙ୍ଗ ବଦଳାଇଲେ ବି, ଯେତେ ନାଁ ବଦଳାଇଲେ ବି, ପ୍ରଥମେ ଯେଉଁ ତିଆରି ହେଇଥିଲା ଯେଉଁ ଉଦ୍ଦେଶ୍ୟରେ, ଯେଉଁ ଜନକଲ୍ୟାଣକାରୀ ଉଦ୍ଦେଶ୍ୟରେ, ତାକୁ କେହି କେବେ ଭୁଲି ପାରିବେନି। ତ ଏ ଭିଡ଼ିଓଟା କରିବାର କାରଣ ହେଉଛି ଏହା କି ଆଜି ବି ନବୀନ ପଟ୍ଟନାୟକ ସମସ୍ତଙ୍କ ହୃଦୟରେ ଅଛନ୍ତି। ସେ ଯେତିକି ଚର୍ଚ୍ଚାରେ ନଥିଲେ, ଯେତିକି ଚର୍ଚ୍ଚାରେ ନଥିଲେ, ସେ ଆଜି ହାରିକି ବି ବହୁତ ଚର୍ଚ୍ଚାରେ। କାହିଁକି ନା ତାଙ୍କ ଜିତରେ ସେତିକି ସେ ଖୁସି ନଥିଲେ। ଆଜି ହାରିକି ଆଉ ଗୋଟେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଲୋକମାନଙ୍କ ମଧ୍ୟରେ ଭଲ ପାଇବାଟାକୁ ସେ ଆଜି ଦେଖୁଛନ୍ତି କି ପ୍ରକୃତରେ ଲୋକମାନେ ତାଙ୍କୁ କେତେ ଭଲ ପାଉଛନ୍ତି। କି ସେ ଜିତୁଥିବା ସମୟରେ ଲୋକମାନେ ତାଙ୍କୁ ସବୁବେଳେ ଗାଳି କରନ୍ତି, ତ ଆଜି ସେ ଯେତେବେଳେ ହାରୁଛନ୍ତି ନା, ଅନେକ ବୁଢ଼ାବୁଢ଼ୀ, ଅନେକ ନବୀନ ପଟ୍ଟନାୟକଙ୍କୁ ଭଲ ପାଉଥିବା ଲୋକ ଆଜି ତାଙ୍କୁ ଝୁରୁଛନ୍ତି। ତ ଆଜି ସିଏ ଅତୀତ ହୋଇଯାଇଛନ୍ତି ସତ, କିନ୍ତୁ ଯାଇନାହାନ୍ତି। ସେ ସିନା ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଯାଇଛନ୍ତି, ହେଲେ ସେ ଯେଉଁ ସବୁ ଆମ ପାଇଁ ସୁବିଧା କରିଦେଇ ଯାଇଛନ୍ତି ନା, ପାରିବେନି। ଆଜ୍ଞା, ଗାଁର ମାଆମାନଙ୍କ ପାଇଁ ସିଏ ତାଙ୍କୁ ଥିଲେ ନୂଆ ବ୍ୟବସାୟର ଗୋଟେ ମନ୍ତ୍ର ଦେଇଥିଲେ, ଯେଉଁଠି ଗାଁର ସ୍ତ୍ରୀ ଲୋକ କେବେ ବାହାରକୁ ଯାଉନଥିଲେ। ସେ ସମୟରେ ସେ ତାଙ୍କୁ ଦୁବାଇରେ ନେଇକି ଠିଆ କରେଇଥିଲେ। ଏଇଟା ତାଙ୍କର ମାଆମାନଙ୍କ ପ୍ରତି ଥିଲା ସମ୍ମାନ। କିନ୍ତୁ ଆଜି ପରିଣାମରେ ତାଙ୍କୁ କ'ଣ ମିଳିଛି? ମିଳିଲା ଅପମାନ, ହାରିବା, ଏମିତି କିଛି ଉପହାର। ତ ସେ ଯେଉଁ ପରିବର୍ତ୍ତନର ଲକ୍ଷ୍ୟ ନେଇ 1999 ମହାବାତ୍ୟାଠୁ ପରଠୁ 2024 ମସିହା ପର୍ଯ୍ୟନ୍ତ ଯେଉଁ ପରିବର୍ତ୍ତନର ଆଶା ଦେଖିଥିଲେ, ସେଇଟା ଆଜି ସରିଯାଇଛି। ଦେଖନ୍ତୁ ମୋହନ ସରକାର ଏବେ କ'ଣ କରୁଛନ୍ତି। ଖାଲି ନାଁ ବଦଳାଉଛନ୍ତି, ରଙ୍ଗ ବଦଳାଉଛନ୍ତି, ନା କିଛି ନୂଆ କାମ କରୁଛନ୍ତି। ତ ଏଇଠି ମୁଁ କହିବା ପାଇଁ ଚାହିଁବି ମୋହନ ସରକାରଙ୍କୁ, ଯେତେ ଯାହା କଲେ ବି ଆପଣ କେବେ ବି ନବୀନ ପଟ୍ଟନାୟକଙ୍କ ଜାଗା ନେଇପାରିବେନି। ତ ଏଇଟା ହେଉଛି ନବୀନ ପଟ୍ଟନାୟକ ପ୍ରତି ଥିବା ଗୋଟେ ଭଲ ପାଇବାର ଫଳ। ତ ଯେଉଁଟା ଆଜି ସମସ୍ତଙ୍କ ହୃଦୟରେ ରହିଛି, ତ ତାଙ୍କ ପାଇଁ ଏ ଭିଡ଼ିଓଟି। ତ ଏବେ
ଆପଣମାନେ ଭାବୁଥିବେ ମୁଁ ଏସବୁ କାହିଁକି କହୁଥିଲି କି ଏଇଟା ଗୋଟେ ନବୀନ ପଟ୍ଟନାୟକ ପାଇଁ ଭଲ ପାଇବା। କେବେ ଆଗରୁ ନବୀନ ପଟ୍ଟନାୟକଙ୍କ ବିଷୟରେ ଭିଡ଼ିଓ କରିନଥିଲି। ଏତେ ଦିନ ହେଲା ମୁଁ ଦେଖୁଥିଲି ତାଙ୍କ ସପୋର୍ଟରେ ଅନେକ ସାରା ଭିଡ଼ିଓ ଆସୁଥିଲା କି ଯିଏ ଯେଉଁ ପିଲା ତାଙ୍କୁ ଆଗରୁ ମାନେ ବିରୋଧ କରୁଥିଲା ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ତ ଆଜି ବି ସେ ପିଲା ତାଙ୍କ ସପୋର୍ଟରେ ଭିଡ଼ିଓ ବନାଉଛି କି ଆପଣ ହାରିଗଲେ, ମିସ୍ ୟୁ ସାର୍, ଲଭ୍ ୟୁ ସାର୍। ତ ସେ ସମୟରେ ମୁଁ ଆଜ୍ଞା ଭିଡ଼ିଓ ବନାଇ ନଥିଲି। ସେତେବେଳେ ମୋତେ ବି ବହୁତ କଷ୍ଟ ହୋଇଥିଲା, କାହିଁକି ନା ମୁଁ ବି ନବୀନ ପଟ୍ଟନାୟକଙ୍କୁ ବହୁତ ଭଲ ପାଏ। ତାଙ୍କ ପାଖରୁ କିଛି ପାଇଛି। ତ ମୁଁ ଯେତେବେଳେ କଲେଜରେ ପଢ଼ୁଥିଲି, ତ ସିଏ ନୂଆ ସ୍କଲାରସିପ୍ରେ ମୋତେ 9,000 ଟଙ୍କାର ଛାତ୍ରବୃତ୍ତି ଦେଇଛନ୍ତି। ଏଇଟା କ'ଣ ଥିଲା ମୋ ପାଇଁ କର୍ତ୍ତବ୍ୟ ନଥିଲା ତାଙ୍କର? ସିଏ କ'ଣ ଆମମାନଙ୍କ ପାଇଁ କିଛି ବି ଚିନ୍ତା କରୁନଥିଲେ? ଏଇଟା କ'ଣ ଥିଲା ତାଙ୍କ ପାଇଁ ଆମର କର୍ତ୍ତବ୍ୟ ତାଙ୍କୁ ହରେଇ ଦେବାଟା? ତ ଏଇଠି କହି ରଖିବା ପାଇଁ ଚାହେଁ, ଏତେ ଯଦି ସୁବିଧା ଆମେ ତାଙ୍କଠାରୁ ପାଉଥିଲେ, ତ ଆଜି ତାଙ୍କୁ ଆମେ ହରେଇଲେ କ'ଣ ପାଇଁ? ତ ଆପଣମାନେ ବି କୁହନ୍ତୁ। ତ ଆପଣମାନେ ଏତେ ସାରା ଭିଡ଼ିଓ ତ କଲେ, ଏତେ ସାରା ଭଲ ପାଇବା ଦେଖେଇଲା ହାରି ସାରିଲା ପରେ, ଯଦି ଏତେ ସାରା ଭଲ ପାଇବା ଦେଖାଉଥିଲେ କି ଆମେ ଭୋଟ୍ ଦେଇଛୁ, ତେବେ ତାହେଲେ ବିଜେପି ସରକାର କଲା କେମିତି? ମୁଁ ତ ଆଜି ଯାଏଁ ସେଇଆ ଚିନ୍ତା କରୁଛି କି ତାଙ୍କ ସପୋର୍ଟରେ, ତାଙ୍କ ସପକ୍ଷରେ ଏତେ ସାରା ଭଲ ପାଇବା ଆସୁଛି କି ଲୋକ ଏତେ କାନ୍ଦୁଛନ୍ତି, ତାହେଲେ ତାଙ୍କ ଭୋଟ୍ ଗଲା କୁଆଡ଼େ? ତ ଏଠି ଅନେକ ସାରା ଲୋକ ଆସିକି ଏଠି ସୋଧାସୋଧି କରିବେ, କହିବେ ପୁଣି କେଉଁଠି ଥିଲା ଇଏ ଗୋଟେ ଚାଲି ଆସିଲା ଏଠି ଆସିକି ବକୁଛି। ତ ଏଇଟା କାହାକୁ କ'ଣ ଲାଗିପାରେ ମୁଁ ଜାଣିନି, ବଟ୍ ଏଇଟା ତାଙ୍କ ପାଇଁ ଗୋଟେ, ନବୀନ ପଟ୍ଟନାୟକଙ୍କ ପାଇଁ ଗୋଟେ ଡେଡିକେଟେଡ୍ ଫିଲିଙ୍ଗସ୍, ଡେଡିକେଟେଡ୍ ଭଲ ପାଇବା। ତ ଏଇ ଭଲ ପାଇବାଟା ଏମିତି ସବୁଦିନ ପାଇଁ ଥିବ ମଲା ପର୍ଯ୍ୟନ୍ତ। କାହିଁକି ନା ଗୋଟେ ଛୋଟ ଛୁଆକୁ ଆଗରୁ ଯେତେବେଳେ ପଚାରନ୍ତୁ କି ଆପଣଙ୍କ ମୁଖ୍ୟମନ୍ତ୍ରୀର ନାଁ କ'ଣ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାଁ କ'ଣ, ତ ସେ ପିଲାଟା ଆଖି ବୁଜିକି କହୁଥିଲା କି ନବୀନ ପଟ୍ଟନାୟକ ବୋଲି। ଏବେ ତାଙ୍କୁ ସେଇଟା ଶିଖେଇବାକୁ ପଡ଼ିବ କି ନାଇଁ, ସିଏ ପୂର୍ବତନ ହେଇଯାଇଛନ୍ତି, ଏବେ କେହି ଜଣେ ନୂଆ ଆସିଛନ୍ତି। ତ ଏବେ ବି ଅନେକ ସାରା ଲୋକ ଅଛନ୍ତି ସେ ନବୀନ ପଟ୍ଟନାୟକଙ୍କୁ ଭୁଲି ନାହାନ୍ତି। ତ ମୁଖ୍ୟମନ୍ତ୍ରୀଙ୍କ ନାଁ ପଚାରିଲା ବେଳକୁ ସେ କହି ଦେଉଛନ୍ତି କି ଆମର ନବୀନ ପଟ୍ଟନାୟକ ହେଉଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କୁ ବି ଜଣା ନାହିଁ କି ମୋହନ ବାବୁ ହେଉଛନ୍ତି ଆମର ମୁଖ୍ୟମନ୍ତ୍ରୀ। ତ ଭିଡ଼ିଓଟି ଏଇଠି ଶେଷ କରୁଛି। ତ ଆଉ ବେଶୀ କିଛି କହିବା ପାଇଁ ଚାହୁଁନି। ତ ଏଠି କହିଲେ କହିବେ କେଉଁଠୁ ଗୋଟେ ଫାଲତୁଟେ ପଳେଇ ଆସିଛି, ଏଠି ଆସିକି ବକୁଛି।